ଯେତେବେଳେ ନିଜ ଲୋକଙ୍କ ସହିତ ବସି ସମୟ ବିତାଅ, ସେମାନଙ୍କ ସହିତ କିଛି ପୁରୁଣା ସ୍ମୃତି ବିଷୟରେ ମନେ ପକାଇ କଥା ହୁଅ। ମନ ଖୋଲି ଠୋ ଠୋ ହୋଇ ହସ, ମଜା କର। ତେବେ ସେହି ସମୟଟି ଭଲ ଲାଗିଥାଏ, ଠିକ୍ ନା? ତାହେଲେ କାହିଁକି ପ୍ରତିଦିନ ଏହିଭଳି ସ୍ମୃତି ତିଆରି କରୁନାହଁ? ଆରେ, ଯେଉଁ ସମୟଟି ତୁମକୁ ଆନନ୍ଦ ଦେଉଛି, ତୁମକୁ ଖୁସି ମିଳୁଛି, ସେହିଭଳି ସମୟକୁ ବାହାର କର। ସେହି ସମୟକୁ ମନ ଖୋଲି ଉପଭୋଗ କର। ଦେଖିବ ତୁମକୁ ବହୁତ ଭଲ ଲାଗିବ। ଖାଇବା ସମୟରେ ଫୋନ୍ ଏବଂ ଟିଭି ବନ୍ଦ କରିକି ରଖ। କେବଳ ସେହି ସମୟରେ ଖାଇବା ଉପରେ ଧ୍ୟାନ ଦିଅ। ଆଗାମୀ ଦିନରେ ଯାହା ଖର୍ଚ୍ଚ କରିବାକୁ ପଡ଼ିବ, ସେ ବିଷୟରେ ଚିନ୍ତା କର ନାହିଁ। ମୁଁ ସମସ୍ତ ବ୍ୟବସ୍ଥା କରୁଛି। ତୁମକୁ ମୋ ନିଜ ପିଲାଙ୍କ ଠାରୁ ସାହାଯ୍ୟ ମିଳିବ। ମୁଁ ଜାଣେ ତୁମକୁ ଦିନସାରା ବହୁତ କାମ କରିବାକୁ ପଡ଼ିଥାଏ, ତେଣୁ ତୁମେ ଚିନ୍ତିତ ହୋଇଯାଅ। ପିଲାମାନେ, ତୁମ କାମର ଏକ ତାଲିକା ତିଆରି କର ଏବଂ ତାପରେ ସ୍ଥିର କର କି କେଉଁ କାମ କେବେ କରିବ। ତାପରେ ଯେଉଁ ସମୟ ରହୁଛି, ସେହି ସମୟକୁ ନିଜ ଇଚ୍ଛା ଅନୁଯାୟୀ ବିତାଅ। ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କର, ବୁଲିବାକୁ ଯାଅ, ନିଜର ମନପସନ୍ଦର ଖାଦ୍ୟ ଖାଅ। ଯାହା ତୁମକୁ ଖୁସି ଦିଏ ତାହା କର। ଖୁସିରେ ରୁହ। ବହୁତ ଆଶୀର୍ବାଦ କରୁଛି। ତୁମର ଉନ୍ନତି ହିଁ ହେବ। ଓମ୍ ସାଇ ରାମ, ଜୟ ସାଇ ରାମ।